নমস্কার, জয় জগন্নাথ। ମୁଁ ସ୍ମିତା। ଭାବ ବିନୋଦିଆ କାଳିଆ ଠାକୁରଙ୍କ ଉପରେ ଆଧାରିତ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନଟିଆ ନାଗର ହଟିଆ ଠାକୁରର ଆଉ ଏକ ସୁନ୍ଦର ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ପୂଜିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ବିଶ୍ୱ ପୂଜିତ ଦେବତା। ସେ ଦାରୁ ବ୍ରହ୍ମ, ସେ ପୂର୍ଣ୍ଣ ବ୍ରହ୍ମ, ସେ ଅସୀମ, ସେ ଅନନ୍ତ, ସେ ନିରାକାର। ତେବେ ଆମେ ସମସ୍ତେ ଜାଣିଛେ ସଂସାରରେ ପୂଜା ପାଉଥିବା ସମସ୍ତ ଦେବାଦେବୀଙ୍କର ମୂର୍ତ୍ତି ପଥର କିମ୍ବା ଧାତୁରେ ନିର୍ମିତ ହୋଇଥାଏ, କିନ୍ତୁ ଶ୍ରୀ ଜଗନ୍ନାଥଙ୍କର ମୂର୍ତ୍ତି ପଥର କିମ୍ବା ଧାତୁରେ ନିର୍ମିତ ନୁହେଁ। ଶ୍ରୀ ଜଗନ୍ନାଥଙ୍କର ମୂର୍ତ୍ତି କାଠରେ ନିର୍ମିତ ଅଟେ। କିନ୍ତୁ କାହିଁକି ଶ୍ରୀ ଜଗନ୍ନାଥଙ୍କର ମୂର୍ତ୍ତି ପଥର କିମ୍ବା ଧାତୁରେ ନିର୍ମିତ ନୁହେଁ? କାହିଁକି ଶ୍ରୀ ଜଗନ୍ନାଥଙ୍କର ମୂର୍ତ୍ତି କାଷ୍ଠରେ ନିର୍ମିତ ହୋଇଥାଏ? କଣ ରହିଛି ପୌରାଣିକ କାହାଣୀ ଏବଂ କଣ ରହିଛି ବୈଜ୍ଞାନିକ କାହାଣୀ? ଚାଲନ୍ତୁ ଜାଣିବା ଆଜିର ଅଧ୍ୟାୟରେ। कोटि ब्रह्मांड नायक राजाधिराज परम ब्रह्म पुरुषोत्तम महाप्रभु श्री जगन्नाथ होउछंती दारु ब्रह्म। चतुर्धा मूर्ति शरीर में ब्रह्म रही से होउछंती चलंती प्रतिमा। तांको शरीर काठरे निर्मित, तेणु भक्त तांको डाके दारु ब्रह्म, दारु विग्रह, दारु देवता। संसार रे समस्त देवादेवींकर मूर्ति पत्थर तथा धातुरे निर्मित होइथाय, किंतु महाप्रभु जगन्नाथंकर मूर्ति काहींकी काठरे निर्माण होइछि आपण माने जानिछंती? चलंतु जानिबा एहा पछरे कोन रहिछि कारण। जगन्नाथ, बलभद्र एवं सुभद्रांक मूर्ति एक विशेष प्रकारर निम्ब काठरू तैयारी होइथाय, जाहाकू दारुब्रह्म कहाଯାଏ। এই কাঠ ମୂର୍ତ୍ତିଗୁଡ଼ିକୁ ପ୍ରତି 12 କିମ୍ବା 19 ବର୍ଷରେ ପରିବର୍ତ୍ତନ କରାଯାଇଥାଏ, ଯାହାକୁ କୁହାଯାଏ ନବକଳେବର। ଯାହାଦ୍ୱାରା ଯେପରି ପୃଥିବୀ ପୃଷ୍ଠରେ ମଣିଷ ଦେହତ୍ୟାଗ କରିଥାଏ, ସେଭଳି ମହାପ୍ରଭୁଙ୍କ ବ୍ରହ୍ମ ମଧ୍ୟ ଘଟ ପରିବର୍ତ୍ତନ କରିଥାଏ। ଏହା ପଛରେ ଏକ ବୈଜ୍ଞାନିକ ସମ୍ବନ୍ଧୀୟ କାରଣ ରହିଛି। ବିଶ୍ୱାସ ରହିଛି ଯେ ମହାପ୍ରଭୁଙ୍କ ବ୍ରହ୍ମରୁ ऊर्जा ବା ଶକ୍ତି ସଞ୍ଚାରଣ କରିଥାଏ, ହେଲେ ପଥର କିମ୍ବା ଧାତୁରେ ଶକ୍ତି ପ୍ରବାହ ହୋଇଥାଏ, ହେଲେ କାଠରେ କୌଣସି ଶକ୍ତି ପ୍ରବାହ ହୋଇନଥାଏ। ତେଣୁ ମହାପ୍ରଭୁଙ୍କ ମୂର୍ତ୍ତି କାଠରେ ନିର୍ମାଣ ହୋଇଛି। ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଜଗନ୍ନାଥଙ୍କ ଭିତରେ ଥିବା ବ୍ରହ୍ମ ଏକ ଶକ୍ତି ଅଟେ, ଯାହା ଠୁଳ ହୋଇ ରହିଛି, ଯାହା ଏକ କରେଣ୍ଟ ଭଳି। ଏହାକୁ ଖାଲି ହାତରେ ଧରିଲେ ଝଟକାରେ ମଣିଷର ମୃତ୍ୟୁ ହୋଇଥାଏ। ଏହାକୁ କାଠ ଛଡ଼ା ଅନ୍ୟ ବସ୍ତୁରେ ରଖାଯାଇ ପାରିବ ନାହିଁ। ଏହା ଆଲୋକ ସଂସ୍ପର୍ଶରେ ଆସିଲେ ନିଜେ ନଷ୍ଟ ହେବ, ନଚେତ୍ ଖଣ୍ଡମଣ୍ଡଳ ନଷ୍ଟ କରିଦେବ। ହୁଏତ ଏହାର ବ୍ୟବହାର କରି ଯେକୌଣସି ଶକ୍ତି ବା ଏନର୍ଜିକୁ ବ୍ୟବହାର କରାଯାଇପାରିବ। ତେଣୁ ଏହାର ରହସ୍ୟକୁ ଆହୁରି ରହସ୍ୟ ଭିତରକୁ ଠେଲି ଦେଉଛି, ଯାହା ବିଷୟରେ ଯେତେ ଆଲୋଚନା କଲେ ମଧ୍ୟ କମ୍ ହେବ। କିନ୍ତୁ ପୌରାଣିକ କାରଣ ହେଉଛି ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ସୁଗ୍ରୀବଙ୍କ ସହିତ ମିତ୍ରତା କରିବା ପରେ ମହାବଳୀ ବାଳୀଙ୍କୁ ଏକ ନିମ୍ବ ବୃକ୍ଷ ଆଢୁଆଳରେ ରହି ଶରନିକ୍ଷେପ କରିଥିଲେ। ତେଣୁ ମୃତ୍ୟୁ ପୂର୍ବରୁ ବାଳୀ ଏହି ନିମ୍ବ ବୃକ୍ଷକୁ ଅଭିଶାପ ଦେଇ ଏହାକୁ ମୂଲ୍ୟହୀନ ବା ତିକ୍ତ ରସଯୁକ୍ତ କରିଦେଲେ। ତ୍ରେତୟା ଯୁଗରେ ନିମ୍ବ ମିଠା ରସଯୁକ୍ତ ଏକ ମୂଲ୍ୟବାନ ବୃକ୍ଷ ରୂପେ ପରିଗଣିତ ହେଉଥିଲା। ସେହି ନିମ୍ବ ବୃକ୍ଷର ଆକୁଳ ପ୍ରାର୍ଥନା ଶୁଣି ପ୍ରଭୁ ଶ୍ରୀରାମ ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ, ତୋ ତନୁକୁ ମୁଁ ଆଶ୍ରା କରି ମୋ ଲକ୍ଷ୍ୟ ସାଧନ କଲି। ତୋର ଏହି ଦାରବୀୟ ତନୁକୁ ମୁଁ କଳି ଯୁଗରେ ଧାରଣ କରିବି। ଯେଉଁ କାରଣରୁ ଚତୁର୍ଦ୍ଧା ମୂରତି ନିମ୍ବ କାଠରେ ନିର୍ମିତ ହୋଇଥାନ୍ତି। ଆଶା କରୁଛି ଆଜିର ଅଧ୍ୟାୟଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟରେ ନୂଆ କାହାଣୀ ସହିତ। ସେଥି ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ ଏବଂ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏଣ୍ଡ ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି। ରହୁଛି, ନମସ୍କାର।